ଅଳ୍ପ ବର୍ଷାରେ କୃତ୍ରିମ ବନ୍ୟା ପାଲଟି ଯାଉଛି ବୁଗୁଡ଼ା ଏନ୍ଏସିର 6 ନମ୍ବର ୱାର୍ଡ ହରିଶରଣପୁର ଗ୍ରାମରେ। ସ୍ଥାନୀୟ ପ୍ରଶାସନର ଖାମଖିଆଲି ନୀତି ଯୋଗୁଁ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ହରିଶରଣପୁର ଗ୍ରାମର ଗୌଡ଼ ସାହିରେ। ଡ୍ରେନ୍ ନଥିବା ଲାଗି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ବୁଗୁଡ଼ା ଏନ୍ଏସି ପ୍ରଶାସନକୁ ଜଣାଇବା ଫଳରେ ଆର୍ଥିକ ବର୍ଷ 2023-24 ଅଟୋଗୋଳ ମୂଲ୍ୟ 2,64,426 ବ୍ୟୟରେ ନିର୍ମାଣ ହୋଇଥିଲା ଏକ ଡ୍ରେନ୍। ନିମ୍ନମାନର କାମ ଯୋଗୁଁ ଡ୍ରେନ୍ ପାଣି ନିଷ୍କାସିତ ନ ହୋଇ ଜମି ରହୁଛି। ବର୍ତ୍ତମାନ ହଇଜା ଓ ମ୍ୟାଲେରିଆ ପାଇଁ ପ୍ରତିରୋଧ ଚାଲିଥିଲା ବେଳେ ପାଣି ଲାଗି ମଶାମାଛି ବଢ଼ୁଛି ଓ ରୋଗ ବଢ଼ିବାର ସମ୍ଭାବନା ମଧ୍ୟ ରହିଛି। ଏନେଇ ସାହି ବାସିନ୍ଦା ଏକତ୍ରିତ ହୋଇ ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ। ଉକ୍ତ ଡ୍ରେନ୍ ପାଣି କିପରି ନିଷ୍କାସିତ ହୋଇପାରିବ ଏଥିପ୍ରତି ଦୃଷ୍ଟି ଦେବେ କି ଏନ୍ଏସି କର୍ତ୍ତୃପକ୍ଷ। ବୁଗୁଡ଼ାରୁ ପ୍ରମୋଦଙ୍କ ରିପୋର୍ଟ, BN ନ୍ୟୁଜ୍।